हेलो एवरीवन वेलकम टू प्रियांश स्टडी सर्कल। आज ये वीडियो रे ओडिया व्याकरण कुदंत विषय किसी एमसीक्यू नहीं आसी चलतु ताहाको आलोचना करिबा। प्रश्न एक, दान करिवार इच्छा यह एक पदरे प्रकाश कले कौन हेबो? कौन हेबो ना उत्तर है दिशा। दिशार गठन है दा सन तो आ। प्रश्न दुई, एथमध्य क्योंटी कुदंत पद नुहे? डे अर्घ्य उचित कुदंत पद नुह ये हूँ कौन तद्धित। पाउना जत्न निधि है कुदंत पद किंतु अर्घ्यटा तद्धित पद जोड़ा कि निमित्त अर्थ रे ज प्रत्यय होइछि। प्रश्न तीन, शुद्ध शब्दटी क्यों कुत प्रत्यय निष्पन्न? क्योंटी ना होछि उत्तर है ऑप्शन ए त। शुद्ध युक्त त। शुद्ध शब्दटी क्यों कुत प्रत्यय निष्पन्न ना त प्रत्यय निष्पन्न। प्रश्न चारि, निम्नलिखित मध्यरु केउंटी संस्कृत कुत प्रत्यय नुहे? अक कुत प्रत्यय, च कुत प्रत्यय, उर कुत प्रत्यय, एणिटे कुत प्रत्यय नुह। ये हूँ ओडिया कुत प्रत्यय। एणिटा हूँ ओडिया कुत प्रत्यय। अक ज उर ये होती संस्कृत कुत प्रत्यय। प्रश्न पांच, डेस अक इक्वल टू शासक उपयुक्त धातु लगाई शून्य स्थान पूरण कर। सास युक्त अक शासक तेणु सठिक उत्तर हम ऑप्शन ए सास। प्रश्न 6, खस धातु खसड़ा शब्दटी गठित होइछि यह क्यों प्रकार धातु? क्यों प्रकार ना उत्तर है देशज। प्रश्न 7, नियंता एथिरे क्यों धातु रही? गठन है नि जम त्रु। क्यों धातु रही ना ये रही जम धातु। प्रत्यय त्रु प्रत्यय। प्रश्न 8, पक्व शब्दटी किपरि गठित होइछि? किपरि ना उत्तर है पच युक्त त। प्रश्न 9, देखिबार इच्छा एक पदरे प्रकाश कले कौन हेबो? उत्तर है दिदुर्क्षा। तार गठन है दुष सन आ। प्रश्न 10, चाहाणी एथिरे क्यों प्रत्यय रही? चाहाणी चाहा प्लस आणी, चाह प्लस आणी चाहाणी तेणु ये सठिक उत्तर हम ऑप्शन सी। प्रश्न 11, वाक्य यह शब्दटी किपरि गठित होइछि? क्योंटी ना सठिक उत्तर है ऑप्शन सी बज युक्त ज। प्रश्न 12, पिपाशा एथिरे धातुटी कौन?
ପିପାସା ହେଲା ପା ସନ୍ ଆ ଧାତୁଟି ହେଲା ପା। ସଠିକ ଉତ୍ତର ହେବ ଅପସନ୍ ଏ। ପ୍ରଶ୍ନ 13 ହତ୍ୟା କରିବାର ଇଚ୍ଛା ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଉତ୍ତର ହେଲା ଅପସନ୍ ଡି ଜିଘାଂସା, ଯୋଉଟାକି ଗଠନ ହେଲା ହନ୍ ସନ୍ ଆ। ପ୍ରଶ୍ନ 14 ଜାଳେଣୀ ଏହି ପଦରେ କେଉଁ ପ୍ରତ୍ୟୟ ରହିଛି? ଜାଳ ଯୁକ୍ତ ଏଣି, ଜାଳ ଯୁକ୍ତ ଏଣି, କୋଉ ପ୍ରତ୍ୟୟ ରହିଛି ନା ଏଣି ପ୍ରତ୍ୟୟ। ସଠିକ ଉତ୍ତର ହେବ ଅପସନ୍ ବି। ପ୍ରଶ୍ନ 15 ବିଧାତୃ ଶବ୍ଦଟିକୁ ଗଠନ କର, କ'ଣ ହେବ ନା ଉତ୍ତର ହେବ ସଠିକ ଉତ୍ତର ହେବ ଅପସନ୍ ସି ବିଧାତା। ପ୍ରଶ୍ନ 16 ସ୍ଥାୟୀ ଏହି ପଦରେ କେଉଁ ପ୍ରତ୍ୟୟ ରହିଛି? ଗଠନ ହେଲା ସ୍ଥା ଯୁକ୍ତ ଇନ, ତେଣୁ ଏଠି କୋଉ ପ୍ରତ୍ୟୟ ନା ଇନ, ଅପସନ୍ ବି। ପ୍ରଶ୍ନ 17 ସିକ୍ତ ଏଥିରେ କେଉଁ ଧାତୁ ରହିଛି? ସିଚ୍ ଯୁକ୍ତ ତଟା ପ୍ରତ୍ୟୟଟା, କୋଉ ଧାତୁ ରହିଛି ନା ସିଚ୍, ଅପସନ୍ ସି। ପ୍ରଶ୍ନ 18 ପିପାସୁ ଏଠାରେ କିପରି ଗଠିତ ହୋଇଛି? ପିପାସୁ କିପରି ଗଠିତ ହୋଇଛି ନା ପା ସନ୍ ଉ, ସଠିକ ଉତ୍ତର ହେବ କୋଉଟା? ଅପସନ୍ ଏ। ପ୍ରଶ୍ନ 19 ଜଳଧି ଏହାର ଗଠନ ରୀତି କିପରି? ନା ଜଳ ଧା ଇ, କୋଉଟା ଉତ୍ତର ନା ସଠିକ ଉତ୍ତର ହେଲା ଅପସନ୍ ବି ଜଳ ଧା ଇ। ପ୍ରଶ୍ନ 20 ଭାବୁକ ଏଥିରେ କେଉଁ ଧାତୁ ରହିଛି? ଭାବୁକ ଭୂ ଯୁକ୍ତ ଉକ, କଣଟା ନା ସଠିକ ଉତ୍ତର ହେବ ଅପସନ୍ ସି ଭୂ, ଉକ ହେଲା ପ୍ରତ୍ୟୟ। ପ୍ରଶ୍ନ 21 କରିବାର ଇଚ୍ଛା ଏକ ପଦରେ ପ୍ରକାଶ କଲେ କ'ଣ ହେବ? ନା ଉତ୍ତର ହେଲା ଚିକିତ୍ସା, ଯୋଉଟାକି କ୍ରୁ, ଗଠନ ରୀତି ହେଲା କ୍ରୁ ସନ୍ ଆ, କ୍ରୁ ସନ୍ ଆ। ପ୍ରଶ୍ନ 22 ପଦ୍ୟ ଏଥିରେ କେଉଁ ପ୍ରତ୍ୟୟ ରହିଛି? ପଦ ଯୁକ୍ତ ଜ, କେଉଁ ପ୍ରତ୍ୟୟ ରହିଛି ନା ଉତ୍ତର ହେଲା ଅପସନ୍ ଡି ଜ। ପ୍ରଶ୍ନ 23 କର୍ତ୍ତବ୍ୟ ଏହି ପଦଟି କିପରି ଗଠିତ ହୋଇଛି? କ୍ରୁ ଯୁକ୍ତ ତବ୍ୟ, କୋଉ ଅପସନଟା ନା ଉତ୍ତର ହେଲା ଅପସନ୍ ଏ। ପ୍ରଶ୍ନ 24 ପ୍ରଶ୍ନ ଏଥିରେ କେଉଁ ଧାତୁ ରହିଛି? ପ୍ରଶ୍ନ ପ୍ର ଛ ଯୁକ୍ତ ନ, କେଉଁ ଅପସନଟା କେଉଁ ଧାତୁ ରହିଛି ଏଠି ନା ପ୍ରଚ୍ଛ, ପ୍ରଚ୍ଛଟା ଏଟା କୋଉଟା ନା ଅପସନ୍ ବି। ପ୍ରଶ୍ନ 25 ମୁକ୍ତି ପାଇବାର ଇଚ୍ଛା ଏକ ପଦ କଲେ କ'ଣ ହେବ? ନା ଉତ୍ତର ହେବ ମୁମୁକ୍ଷା, ଯାହାର ଗଠନ ହେଲା ମୁଚ୍ ସନ୍ ଯୁକ୍ତ ଆ। ପ୍ରଶ୍ନ 26 ମାତା ଏଥିରେ ଥିବା ପ୍ରତ୍ୟୟ କେଉଁଠି?
ମା ଯୁକ୍ତ ତୃ ଏଠି ପ୍ରତ୍ୟୟ ହେଲା ତୃ, ଯୋଉଟାକି ଅପସନ୍ ବି। ପ୍ରଶ୍ନ 27 ନିମ୍ନଲିଖିତ କେଉଁଟି ସଂସ୍କୃତ କୁତ୍ ପ୍ରତ୍ୟୟ ଦ୍ୱାରା ସୃଷ୍ଟ ନୁହଁ? ନିନ୍ଦୁକ, ନିନ୍ଦୁକ, ଜୟ, ଜି ଯୁକ୍ତ କାରକ, କ୍ରୁ ଯୁକ୍ତ ଅକ। ଏଗୁଡିକ ନିନ୍ଦୁକ, ଜୟ, କାରକ କୁତ୍ ପ୍ରତ୍ୟୟ ଦ୍ୱାରା ସୃଷ୍ଟ। କିନ୍ତୁ ମାପୁଣି, ମାପୁଣିଟି ମାପ୍ ପ୍ଲସ୍ ଉଣି ଯୋଉଟାକି ଓଡ଼ିଆ କୁତ୍ ପ୍ରତ୍ୟୟ, ଓଡ଼ିଆ କୁତ୍ ପ୍ରତ୍ୟୟ ଦ୍ୱାରା ନିଷ୍ପନ୍ନ ଶବ୍ଦ ମାପୁଣି। ଏଠି ସଠିକ ଉତ୍ତର ହେବ ଅପସନ୍ ଏ, ମାପୁଣିଟି ସଂସ୍କୃତ କୁତ୍ ପ୍ରତ୍ୟୟ ଦ୍ୱାରା ସୃଷ୍ଟ ନୁହଁ। ପ୍ରଶ୍ନ 28 ଚିକିତ୍ସା ଏହା କେଉଁ ଧାତୁରୁ ନିଷ୍ପନ୍ନ? ଆର ଗଠନ ହେଲା କ୍ରୁ ସନ୍ ଆ। କେଉଁ ଧାତୁରୁ? ନା କ୍ରୁ, ଯୋଉଟାକି ଅପସନ୍ ସି ଅଛି। ପ୍ରଶ୍ନ 29 କୃତଘ୍ନ ଏଥିରେ କେଉଁ ଧାତୁ ରହିଛି? କେଉଁ ଧାତୁ? ନା ଉତ୍ତର ହେଲା ହନ୍। ପ୍ରଶ୍ନ 30 ଦାର ଏହା କେଉଁ ପ୍ରକାର ପ୍ରତ୍ୟୟ? କେଉଁ ପ୍ରକାର? ନା ଇଏ ହେଲା ତଦ୍ଭବ। ପ୍ରଶ୍ନ 31 କୁମ୍ଭକାର ଏଥିରେ ଥିବା ଧାତୁଟି କ'ଣ? ଆର ଗଠନ ହେଲା କୁମ୍ଭ, କ୍ରୁ ଅ, ଧାତୁଟି ହେଲା କି କ୍ରୁ। କୋଉ ଅପସନ୍? ଅପସନ୍ ଏ। ପ୍ରଶ୍ନ 32 ଜନକ ଶବ୍ଦ କିପରି ଗଠିତ ହୋଇଛି? ଜନ୍ ଯୁକ୍ତ କ, କୋଉଟା? ଅପସନ୍ ସି। ପ୍ରଶ୍ନ 33 କୁତ୍ ପ୍ରତ୍ୟୟ ଯୋଗ ହେବା ଦ୍ୱାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାକୁ କ'ଣ କୁହାଯାଉଛି? ନା ଉତ୍ତର ହେଲା କୁଦନ୍ତ। ପ୍ରଶ୍ନ 34 ନୂଆ ଶବ୍ଦ ଗଢ଼ିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୋଗ କରାଯାଏ ତାକୁ କ'ଣ କହନ୍ତି? ତାକୁ କୁହାଯାଉଛି କୁତ୍। ପ୍ରଶ୍ନ 35 ଶାନ୍ତି ଏହି ଶବ୍ଦର ଧାତୁଟି କିଏ? ଆର ଗଠନ ହେଲା ସମ୍ ଯୁକ୍ତ ତି, ତି ହେଲା ପ୍ରତ୍ୟୟ, ସମ୍ ହେଲା ଧାତୁ, ତେଣୁ ଏଟା ଅପସନ୍ ବି ହେବ ଉତ୍ତର। ପ୍ରଶ୍ନ 36 ସ୍ମରଣୀୟ ଏଥିରେ ଥିବା ପ୍ରତ୍ୟୟଟି କିଏ? ଆର ଗଠନଟି ହେଲା ସ୍ମ ପ୍ଲସ୍ ଅନ୍ୟ, ସ୍ମ ଏଟା ଅନ୍ୟ ହେଲା ପ୍ରତ୍ୟୟଟି, ତେଣୁ ଏଠି ସଠିକ ଉତ୍ତର ହେବ କୋଉଟା? ଅପସନ୍ ସି ଅନ୍ୟ। ପ୍ରଶ୍ନ 37 ଗୁଣୀ ଏଥିରେ ଥିବା ପ୍ରତ୍ୟୟଟି କିଏ? କିଏ? ନା ଇନ୍। ପ୍ରଶ୍ନ 38 ଯେ ପାଠକରେ ଏକପଦରେ ପ୍ରକାଶ କଲେ କ'ଣ ହେବ? ନା ଉତ୍ତର ହେବ ପାଠକ। ପ୍ରଶ୍ନ 39 ଜାଣିବାର ଇଚ୍ଛା ଏକପଦରେ ପ୍ରକାଶ କଲେ କ'ଣ ହେବ? ଜିଜ୍ଞାସା, ଅପସନ୍ ଏ। ଆର ଗଠନ ହେଲା ଜ୍ଞା ସନ୍ ଆ। ପ୍ରଶ୍ନ 40 କେଉଁଟି କୁତ୍ ପ୍ରତ୍ୟୟାନ୍ତ ଶବ୍ଦ ନୁହେଁ? କେଉଁଟି? ନା ଉତ୍ତର ହେଲା ଦାଶରଥୀ। ଦଶରଥଙ୍କ ଅପତ୍ୟ ଦାଶରଥୀ, ଅପତ୍ୟ ଅର୍ଥରେ ଇ ପ୍ରତ୍ୟୟ, ଆଉ ଏଇଟା ଯୋଉଟାକି ତଦ୍ଧିତ ଶବ୍ଦଟି। ପଠନ, ଗତ, ଗନ୍ତବ୍ୟ ଏଗୁଡ଼ାକ କୁତ୍ ପ୍ରତ୍ୟୟାନ୍ତ ଶବ୍ଦ, କିନ୍ତୁ ଦାଶରଥୀଟି କୁତ୍ ପ୍ରତ୍ୟୟାନ୍ତ ଶବ୍ଦ ନୁହେଁ, ସିଏ ହେଉଛି ତଦ୍ଧିତ,
जोड़िक अपत्य अर्थ रे ई प्रत्यय होइछि दशरथଙ୍କ अपत्य दाशरथी। प्रश्न 41 जहाँ सुखरे लाभ करा जाए एक पदरे प्रकाश कले कौन हुए ना उत्तर है सुलभ। प्रश्न 42 दोली यह किपरि गठित होइछि क्योंटी ना उत्तर है ऑप्शन डी दोल युक्त ई। प्रश्न 43 मरिबार इच्छा एक पदरे प्रकाश कले कौन हम ना उत्तर है ऑप्शन ए मुमूर्षा जार गठन है मु सन आ। प्रश्न 44 जिज्ञासा यह क्यों धातु गठित यार गठन है ज्ञा सन आ क्योंकि ना सठिक उत्तर ऑप्शन सी। प्रश्न 45 डर युक्त डैश इज इक्वल टू डरुआ उपयुक्त प्रत्यय द्वारा शून्य स्थान पूरण कर ना डर युक्त हुआ डरुआ ऑप्शन डी उत्तर। प्रश्न 46 विद्या यार गठन रीति किपरि ना उत्तर है ऑप्शन ए विद युक्त ज युक्त आ विद्या। प्रश्न 47 शिष्य एथिरे क्यों धातु रही शिष्य सास युक्त ज गोटे ऑप्शन बी सठिक उत्तर ऑप्शन बी। प्रश्न 48 चल युक्त डैश इज इक्वल टू चलनी उपयुक्त प्रत्यय द्वारा शून्य स्थान पूरण कर उत्तर हम ऑप्शन बी चल युक्त अणी चलनी। प्रश्न 49 रोदन यार गठन रीति किपरि रोदन है रुद युक्त अन्न कौटे ऑप्शन डी ना उत्तर हम ऑप्शन ए रुद युक्त अन्न। प्रश्न 50 दुष्टि एथे क्यों धातु रही यार गठन है दुष दुष युक्त टी कौ धातु रही ना उत्तर है दुष ऑप्शन बी। प्रश्न 51 भक्ति शब्द किपरि गठित भज युक्त टी कोडा ना ऑप्शन ए। प्रश्न 52 विधाता ई पदरे क्यों प्रत्यय अच्छी यार गठन है बी धा त्रु त्रु प्रत्यय गोड़ा सठिक उत्तर ऑप्शन डी।